ମାଙ୍କଡ଼ ପାଇଁ ଆଜି ସାରା ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। କାହୁଁ କେତେ ଦିନରୁ ମାଙ୍କଡ଼ଟି ଗାଁରେ ରହି ଆସୁଥିଲା। ଗାଁର ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ସେ ଥିଲା ଅତି ପ୍ରିୟ ପାତ୍ର। ମାଙ୍କଡ଼ଟି ବେଳେବେଳେ ମାଙ୍କଡ଼ ପଲଙ୍କ ସହିତ ରହେ, ହେଲେ ଯିଏ ଯେଉଁଠି ଥାଇ ଥରୁଟିଏ ଝୁମୁରି ବୋଲି ଡାକିଦେଲେ ତତ୍କ୍ଷଣାତ୍ ପାଖରେ ଉପସ୍ଥିତ ହେଉଯାଇଥାଏ। ଯାହା ଦିଅନ୍ତି ତାହା ଖାଇ ପିଲାମାନଙ୍କ ସହିତ ଖେଳିବାରେ ମସଗୁଲ ହୋଇଯାଏ। ଆଜି ପର୍ଯ୍ୟନ୍ତ କେବେ ବି କାହାର କିଛି କ୍ଷତି କରିନାହିଁ। କେବଳ ମଣିଷଙ୍କ ସହିତ ତାର ସୁସମ୍ପର୍କ ନଥିଲା। ଗାଁର ଗୋରୁ ଗାଈ ଓ କୁକୁରମାନଙ୍କ ସହିତ ମନ ଖୋଲି ଖେଳୁଥିଲା ମାଙ୍କଡ଼ଟି। ହେଲେ ଆଜି ଏହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣି ହୋଇଯାଇଛି। ଝୁମୁରି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛି। ସବୁଦିନ ପରି ଇଲେକ୍ଟ୍ରିକ୍ ଖୁଣ୍ଟ ଉପରୁ କୁକୁର ନିକଟକୁ ଡେଇଁ ପଡ଼ି ପୁଣି ଉପରକୁ ଚଢ଼ିଯାଏ। ଏମିତି ଉପର ତଳ ଡେଇଁବା ଆଜି ହନୁକୁ ପଡ଼ିଛି ମହଙ୍ଗା। ଖୁଣ୍ଟ ଉପରୁ ଡେଇଁବା ସମୟରେ ଇଲେକ୍ଟ୍ରିକ୍ କରେଣ୍ଟ ତାର ଲାଗିଯାଇଥିଲା ହନୁ ପେଟରେ। ସାଙ୍ଗେ ସାଙ୍ଗେ ତଳକୁ ଖସି ପଡ଼ିଲା ହନୁ, ଆଉ ପ୍ରାଣ ପାଇ ଉଡ଼ିଗଲା ଘଟଣାସ୍ଥଳରେ। ହନୁର ବିୟୋଗରେ ଆଜି ସ୍ତବ୍ଧ ହୋଇଯାଇଛି ସାରା ଅଞ୍ଚଳ। ତେବେ ମାଙ୍କଡ଼ଟିର ଅତି ନିବିଡ଼ ସମ୍ପର୍କ ଗ୍ରାମବାସୀଙ୍କ ସହିତ ଥିବାରୁ ଗ୍ରାମବାସୀ ମାଙ୍କଡ଼ର ମରଶରୀରକୁ ଯଥାବିଧି ଅନୁଯାୟୀ ଶବ ସଂସ୍କାର କରିବା ଉଦ୍ଦେଶ୍ୟରେ ପୁଷ୍ପରେ ସୁସଜ୍ଜିତ କରି ହରିନାମ ସଂକୀର୍ତ୍ତନ ସହ ଏକ ବଜାରରେ ଶବ ସଂସ୍କାର କରିବାକୁ ଯାଇଥିବାର ଦୃଶ୍ୟ ଦେଖି ବାଟରେ ଯାଉଥିବା ଲୋକ ଦେଖି ମଧ୍ୟ ସ୍ତବ୍ଧ ହୋଇଯାଉଥିବାର ଦୃଶ୍ୟ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧୀନସ୍ଥ ରାଜଗଡ଼ ଗାଁରେ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆସନ୍ତା 9 ତାରିଖରେ ଝୁମୁରିର ଶୁଦ୍ଧିକ୍ରିୟା କରାଯିବାକୁ ଥିବା ସୂଚନା ମିଳିଛି। ମୁଁ ବାଟରେ ଆସିଲା ବେଳେ ବାମ ପାର୍ଶ୍ୱରେ ଦେଖିଲି ଯେ ମାଙ୍କଡ଼ଟି ସଜବାଜ କରି କୀର୍ତ୍ତନ କରି ବଡ଼ ଦୁଃଖର ସହିତ କାନ୍ଦି କାନ୍ଦିକିରି ମାଙ୍କଡ଼ଟିକି ଶବଦାହ କରିବାକୁ ନେଉଛନ୍ତି ଏବଂ ପଡ଼ିଆରେ ମଧ୍ୟ ଶବଦାହ ହେଇଗଲା। ତାପରେ ଆମେ ବୁଝିଲା ବେଳକୁ ତ ମାଙ୍କଡ଼ଟି ଏଭଳି ଥିଲା, ଗୋଟେ ମଣିଷଠୁ ଆହୁରି ଅଧିକ ମଣିଷମାନଙ୍କ ସାଙ୍ଗରେ ମିଶୁଥିଲା, ଗୋଟେ କୁକୁର ସାଙ୍ଗରେ ମିଶି ଖେଳୁଥିଲା, ଖାଇବାକୁ ଦେଲେ ଆସିକି ହାତରୁ ନେଇ ଖାଉଥିଲା। ଏଭଳି ଏକ ସେ ବିଚିତ୍ର ମାଙ୍କଡ଼, ଯାହାକୁ ମାନେ କଥାରେ କହିହେବନି, ମାନେ ଏତେ ନିବିଡ଼ ଘନିଷ୍ଠ ମଣିଷ ଆଉ ମାଙ୍କଡ଼ ଭିତରେ ଥିଲା। ଆଜି ସେ ଚାଲିଗଲା, ହାହାକାର ପଡ଼ିଯାଇଛି। ସେ ଲୋକ ସେଠି ପିଲା ଛୁଆ ପାଖରୁ ସବୁ ସେ ଗାଁ ସାରା କାନ୍ଦୁଛନ୍ତି ଏବଂ ଅଛାଣିକି ନେଇକରି ତାକୁ ଗୋଟେ ମଣିଷ ମଲେ ବି ତାର ଏତିକି ଲୋକ ଯିବେନି କିମ୍ବା ଏଭଳି ସଂସ୍କାର ହେବନି, ତାକୁ ସେଇଭଳି ସଂସ୍କାର କଲେ। ନିଶ୍ଚିତ ଭାବରେ ଏକ ଦୁଃଖ କଥା। ଗୋଟିଏ କଥା ଯେତେବେଳେ ଆଜିର ଏଭଳି ସମୟ ଆସି ସାରିଛି, ଗୋଟେ ମଣିଷ ଆଉ ଗୋଟେ ମଣିଷକୁ ଭଲ ପାଉନାହିଁ, କିନ୍ତୁ ଆଜି ଗୋଟିଏ ପଶୁ ପାଇଁ, ଗୋଟେ ମାଙ୍କଡ଼ଟିଏ ପାଇଁ ରାଜଗଡ଼ ଗ୍ରାମରେ ଏଣ୍ଟାର ଛୋଟ ପିଲା ପାଖକୁ ଲଗାଇ ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଆଜି ଦୁଃଖ ପ୍ରକାଶ କରୁଛନ୍ତି, ଦୁଃଖିତ ମଧ୍ୟ। ଯାହାର ମୃତ୍ୟୁରେ ଆକସ୍ମିକ ମୃତ୍ୟୁ ଘଟିଛି ସେ ମାଙ୍କଡ଼ଟିର, ଯେଉଁ ମାଙ୍କଡ଼ଟି କି ସେ ଗାଁ ଭିତରେ ସମସ୍ତଙ୍କ ପାଖରେ ପରିଚିତ ଥିଲା ଏବଂ ସମ୍ପୂର୍ଣ୍ଣ ଭାବରେ ପୋଷା ମାଙ୍କଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସିଏ ସମସ୍ତଙ୍କ ସହିତ ମିଶି ପାରୁଥିଲା, ସମସ୍ତଙ୍କ ହାତରୁ ନେଇ ଖାଇପାରୁଥିଲା, ସମସ୍ତଙ୍କ ପାଖରେ ବସି ପାରୁଥିଲା, ପିଲାମାନଙ୍କ ସହିତ ଖେଳି ପାରୁଥିଲା। ତେଣୁକରି ଆଜି ମଣିଷ ଯେତେବେଳେ ମଣିଷକୁ ଠିକ୍ ଭାବରେ ଭଲ ପାଇବା ଭୁଲି ଯାଇଛି, ସେହି ସମୟରେ ଏକ ପଶୁଟିଏ ସିଏ ତାର ଆଜି ଏଭଳି ଏକ ଭଲ ପାଇବା ଦେଖାଇ ଦେଇଗଲା ରାଜଗଡ଼ ଗ୍ରାମବାସୀମାନଙ୍କୁ, ଯେଉଁ ଗ୍ରାମବାସୀମାନେ ଆଜି ସେ ମାଙ୍କଡ଼ ପାଇଁ କାନ୍ଦୁଛନ୍ତି ଏବଂ ତାର ଶବ ସଂସ୍କାର ପାଇଁ ମାନେ ସମସ୍ତେ ଆଜି ଉତ୍କଣ୍ଠାର ସହିତ ତାର ଶବ ସଂସ୍କାର କରିବା ପାଇଁ ଯେଉଁଭଳି ଭାବେ ତା ଶେଷ ବିଦାୟ ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ସୁବନ୍ଦୋବସ୍ତ କରିକିନା ଶେଷ ବିଦାୟ ଦେବା ପାଇଁ ପ୍ରୟାସ କରିଛି। କେନ୍ଦ୍ରାପଡ଼ାରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ, ଓମ୍ ଟିଭି ଓଡ଼ିଆ।